ଯନ୍ତ୍ରପାତି ଯୁଗରେ ବିଲୁପ୍ତ ହେବାକୁ ବସିଛି କମରଶାଳ। ଆଗେ ଗଛ କଟାଠାରୁ ଧାନ କଟା ପର୍ଯ୍ୟନ୍ତ କୁରାଢ଼ୀ କଟୁରୀ ଦା ପଜେଇବାକୁ ଯାଇଥାନ୍ତି କମରଶାଳକୁ। ହେଲେ ଯନ୍ତ୍ରପାତି ଯୁଗରେ 10-20 ଖଣ୍ଡ ପଜାଇବା ଜାଗାରେ 3-4 ଖଣ୍ଡ ଏବେ ପଜେଇବାକୁ ଏବେ ଆସୁଛି। କୋଇଲା କେଜି 15 ଟଙ୍କା, ଇଲେକ୍ଟ୍ରିକ୍ ଖର୍ଚ୍ଚ, ମଜୁରୀ ଉଠୁନାହିଁ। ସରକାର ଯଦି କମାର ପରିବାରକୁ ସହାୟତା ରାଶି ଯୋଗାଇ ଦେଲେ କମରଶାଳ ବଞ୍ଚି ପାରନ୍ତା। ଆଧୁନିକତା ମେସିନ୍ ଯନ୍ତ୍ରପାତିରେ ଏବେ ବି ବଞ୍ଚି ରହିଛି କମାରଶାଳ। ଆଗ କାଳରେ ଲୋକମାନେ କୁରାଢ଼ୀ ଟାଙ୍ଗିଆ ବ୍ୟବହାର କରୁଥିଲା ବେଳେ ଏବେ ମେସିନ୍ ଯନ୍ତ୍ରପାତି ବାହାରିଯିବାରୁ କଣ ରହିଛି କମାରଶାଳର ସମସ୍ୟା। ଆସନ୍ତୁ ପଚାରି ବୁଝିବା। ରଞ୍ଜନ କୁମାର ଓଝା। ଇଏ ଦା କାରିଗର ଆପଣ କେବେଠୁ ଶିଖିଲେଣି, କାହାଠୁ ଶିଖିଲେ? ମୁଁ 20 ବର୍ଷ ହେଲାଣି କାମ କଲିଣି। ବାପାଙ୍କଠାରୁ ଶିଖିଛି। ତାଙ୍କ ବାପା ଯାହା କାମ କରୁଥିଲେ ଆଉ ପୂର୍ବପୁରୁଷ ଚାଲିଛି ଏଇଟା ଆଉ। ଆଗରୁ ଆପଣ ଦେଖୁଥିଲୁ ଗୋଟେ ଆହୁଲା ପମ୍ପ ମରା ହଉଥିଲା, ଏବେ ମେସିନ୍ ଯନ୍ତ୍ରପାତି ଲଗେଇଲେଣି। ହଁ, ସେଇଟା ଆଉ ଚମଡ଼ା ମିଳିଲାନି ତ, ସେ ବାତି ବନ୍ଦ ହେଇଗଲା ବାତ୍ୟା ପରେ ଏବେ ଇଲେକ୍ଟ୍ରିକରେ ଚାଲିଛି ଆଉ। ଆଗରୁ କେତେ ଖଣ୍ଡ ଦା ହଉଥିଲା, ଏବେ କେତେ ଖଣ୍ଡ ହଉଛି? ଆଗରୁ ଦିନକୁ 100-150 ଦା ଆସୁଥିଲା, ଏବେ 20-30 ଖଣ୍ଡ ଲେଖା ଦା ଆସୁଛି। କାହିଁ କମିଗଲା ଏତେ? ଏ ମେସିନ୍ ବାହାରିଲାଣି, ତାର ଲୋକ ଆଉ ଛଣ ରେଟ୍ ନାହିଁ, ସେଇ ହିସାବରେ ସେ କାଟିବାକୁ ରାଜି ନାହାନ୍ତି। ମେସିନରେ କାଟି ଦଉଛନ୍ତି ସବୁ ଆଉ। ଏଇ ଦା କାରବାର କଣ ସବୁବେଳେ ହଉଛି ନା ଅଲଗା? ଦା କାଳବେଳେ ସିଜିନରେ ଚାଲିଛି, ଅଲଗା ସିଜିନରେ ନାହିଁ। ଅଲଗା ସିଜିନରେ କଟୁରୀ ଫଟୁରୀ ଟାଙ୍ଗିବା ପାଇଁ ଯିଏ ଯେମିତି ଆଣିଲା ପଜାପଜି କରିବାକୁ ଆଉ। ଏଇ ଯୋଉ ଆପଣଙ୍କର ସବୁ ସର୍ଜମ କଣ ଲାଗୁଛି ଏଠି, କୋଇଲା ଫୋଇଲା କଣ ସବୁ କୋଉଠୁ ଆସୁଛି? କୋଇଲା ଆସୁଛି। କୋଇଲା କେଜି ହେଲାଣି 15 ଟଙ୍କା, ଆଉ ଲୁହା କିଲୋ ହେଲାଣି 50 ଟଙ୍କା। ଇଲେକ୍ଟ୍ରିକ ବିଲ୍, ଇଲେକ୍ଟ୍ରିକ ସାଣ ସବୁ ତ ଲାଗିଛି, ଇଲେକ୍ଟ୍ରିକ ମଟର ସହିତ ଆଉ କଣ। ଆଗରୁ କେତେ ଟଙ୍କା ନଉଥିଲେ, ଏବେ କେତେ ଟଙ୍କା ନଉଛନ୍ତି? ଆଗରୁ ଦା ପଜିଆ ନଉଥିଲୁ 20 ଟଙ୍କା, ଏବେ ନଉଛି 25 ଟଙ୍କା। ଆଉ ନୂଆ ଦା ବିକ୍ରିଟା 60 ଟଙ୍କା ଚାଲିଛି ଆଉ। ଆଗ ଅଛି। ସରକାରଙ୍କୁ କଣ ଦାବି ରଖିବେ? ସରକାରଙ୍କୁ ତ ଆମେ ଦାବି ଯାଇ ଦେଇଥିଲୁ ନଭେମ୍ବର ଯାଇ, ସେ କିଛି ଡିସିସନ ନେଲେନି ଏପର୍ଯ୍ୟନ୍ତ। କିଛି ବି ଇଲେକ୍ସନ ସରିଲା, କିଛି ଆମ ପାଇଁ ସୁବିଧା ହେଇପାରିଲେନି। ନୂତନ ସରକାର ମୋହନ ମାଝୀ ଆସିଛନ୍ତି, ତାଙ୍କୁ କଣ କହିବେ ଆପଣଙ୍କ କଳାକାର ବିଷୟରେ? କହିଲେ ସେ ତ କହିଦେଲେ କଳାକାର ଭତ୍ତା ହବ ବୋଲି, ଏପର୍ଯ୍ୟନ୍ତ ତ କିଛି ହେଇପାରିଲାନି। କଣ କରିବେ, ଦିଆହେଲେ କଣ ଦିଆ। ଏବେ ତ ଯୋଉ ମହଙ୍ଗା ଯୁଗ ହେଲାଣି, ଯଦି କିଛି ସହଯୋଗ ମିଳନ୍ତା ଆମେ ପେଟ ପୋଷନ୍ତୁ ଟିକେ ଆଉ। ପୂର୍ଣ୍ଣାନନ୍ଦ ରାଉତ। କୋଉଠି ଘର? ପାଟପୁର। କଣ କହିବେ, ଏବେ କମାର ପରିବାର ବର୍ତ୍ତମାନ ଝାଳ କମିଗଲାଣି, ସେ ବିଷୟରେ କଣ କହିବେ? ଆଜ୍ଞା, କମିଗଲେ ଆମେ ଆଉ ଯେକୌଣସି ଜିନିଷ ଧରନ୍ତୁ ତିଆରି କରିବା, ଯୋଉ ଚାଷ କାମ ପାଇଁ କି ଘରୋଇ କାମ ପାଇଁ, ଆମେ ଆଉ ପୁଣି କରିବୁ କୋଉଠୁ? ପୁଣି ନେଇକି ଯିବାକୁ ପଡ଼ିବ ଦୂର ଦୂରାନ୍ତର। ତେଣୁ ଯଦି ଗୋଟିଏ ପାଖରେ ଶାଳ ଅଛି, ଅବଶ୍ୟ ସେ ପାଠଶାଠ ପଢ଼ିଛି, କିନ୍ତୁ କୌଣସି ଜାଗାରେ କିଛି ଇଏ ନ କରିକି ଘରେ ଶାଳ ତାର ବୃତ୍ତି ତାଙ୍କର ସିଏ କରୁଛନ୍ତି। ଏବେ ଶାଳ ବନ୍ଦ ହେବା ବସିଲାଣି, ତାକୁ ଗଭର୍ଣ୍ଣମେଣ୍ଟ କିଛି ଯଦି ଟେକଅପ୍ ସମସ୍ୟା। ଏବେ ମେସିନାରୀ ଜିନିଷ ସବୁ ହେଇଗଲା, ତେଣୁ ଯଦିଓ ମେସିନାରୀ ଜିନିଷ ହେଇଗଲା, ଆକୁ ବି କେହି ଛାଡ଼ି ନାହାନ୍ତି। ଧରନ୍ତୁ ପନିକିଟା ପଜା ହବ, ଆମେ ଶାଳକୁ ନେବୁ ନା ଆଉ କଣ? ସେଇଟା ମେସିନାରୀ ଜିନିଷ ଅବଶ୍ୟ କରିଛି, ସେ ଟାଉନ ପାଇଁ, ଲୋକାଲ ପାଇଁ କି କଣ ପନିକିଟା ଧରନ୍ତୁ ଗୁଆ କାଟି ଘରେ କିଏ ଖାଇଲା, ପାନ ଫାନ ଖାଇଲା କି ଭଲ ମନ୍ଦ, ଏଗୁଡ଼ା ସବୁ ଯୋଉ ଟୁକୁରା ଟୁକୁରି ଜିନିଷ, କଟୁରୀଟା ପଜା ହବା, କଟୁରୀ କିଏ ବାର କ୍ଷୀର ଆଣିଲା, ଘର ଦ୍ୱାର ତାର କାର୍ଯ୍ୟ ଲାଗିଲା, କି ନଡ଼ିଆଟା ଛେଳିଲା। ବର୍ତ୍ତମାନ ସେ କମାରର ପରିବାର କେମିତି ପ୍ରତିପୋଷଣ ହବ? ପ୍ରତିପୋଷଣ ଆଦେହରେ ଯାହା ହେଉଛି ତାଙ୍କର ପରିବାର ତ ଚଳିବନି। ତେଣୁ ଯଦି ଗଭର୍ଣ୍ଣମେଣ୍ଟ ଟିକେ ଅନେଇବେ, ତାହେଲେ ସେମାନେ ହେଲେ ଉପକୃତ ହେଲେ କିଛି ଚଳିପାରିବେ। ନା ଘର? ମୋ ନାଁ ସଞ୍ଜୟ କୁମାର ରାଉତ। ମୁଁ ଆମ ଘର ଜିଗିନପୁର ଲାଲବାଗରୁ ଆସିବୁ ଦା ପଜେଇବା ପାଇଁ। ଆଗରୁ କେତେ ଖଣ୍ଡ ଦା ଆଣିଛନ୍ତି? ମୁଁ ଆଗରୁ 10-12 ଖଣ୍ଡ ଦା ନେଇକି ଆସେ। ଏଇନା 3 ଖଣ୍ଡ 4 ଖଣ୍ଡ ଏମିତି ଆଣୁଛି ଆଉ। ଆଗରୁ କେତେ ଟଙ୍କା ପଜିଆ ନେଉଥିଲେ, ଏବେ କେତେ ଟଙ୍କା ନେଉଛନ୍ତି? ଆଗରୁ 10 ଟଙ୍କା 15 ଟଙ୍କା ନେଉଥିଲେ, ଏଇନା 25 ଟଙ୍କା 30 ଟଙ୍କା ହେଇଯାଇଛି ଆଉ। ରେଟ୍ ହେଇଯାଇଛି, ସବୁ ରେଟ୍ ହେଲା ଆଉ। ଆଗରୁ କୋଉଥିରେ ଧାନ କାଟୁଥିଲେ, ଏବେ କେମିତି କାଟିବେ? ଆଗରୁ ହାତରେ ଧାନ କାଟୁଥିଲୁ, ଦାରେ ଧାନ କାଟୁଥିଲୁ। ତାପରେ ମଜୁରୀ ସେତେବେଳେ କମ୍ ଥିଲା, ଗାଈ ଗୋରୁ ଛଣ ରେଟ୍ ଥିଲା। ଏଇନା ଛଣ ରେଟ୍ ନାହିଁ, ଆଉ ଆମେ ମେସିନରେ ନ କାଟିକି ଆଉ ହାତରେ କାଟିଲେ କିଛି ଲାଭ ଆମକୁ ମିଳିବନି। ସେ ନାଇକି ମେସିନରେ କାଟି ଦେଉଛୁ, ଅଳ୍ପ କିଛି ଗାଈ ଗୋରୁ ଖାଇବା ପାଇଁ ଦାରେ କାଟୁଛୁ ଆଉ। ସେଥିପାଇଁ ଆମେ କମ୍ ଦା ନେଇକି ଆସୁଛୁ, ପଜେଇକି ଧାନ କାଟିବୁ ଆଉ।
ଦେଖୁଥିଲେ ଯା ପଚାରି ବୁଝୁଥିଲୁ ବର୍ତ୍ତମାନ କୋଇଲା ରେଟ୍ ବଢ଼ି ଯାଇଛି ଏବଂ ଦା ରେଟ୍ ମଜୁରୀ ବଢ଼ି ଯାଇଛି। ଲୋକମାନେ ମେସିନରେ ଧାନ କାଟୁଥିଲା ବେଳେ ଯନ୍ତ୍ରପାତି ବ୍ୟବହାର କରୁଥିଲା ବେଳେ ଏବେ କମାରଶାଳର ଚାହିଦା କମି ଯାଇଛି। ସରକାର ଯଦି କମାରଶାଳକୁ ଯଦି ପ୍ରୋତ୍ସାହନ ଏବଂ ଦିଅନ୍ତି ଏବଂ ଅର୍ଥ ରାଶି ଯୋଗାଇ ଦିଅନ୍ତି ତାହେଲେ କମାର ଘର ପରିବାର ଚଳିପାରନ୍ତା। ସାଲେପୁର ମହେଶ୍ୱର ବେହେରାଙ୍କ ରିପୋର୍ଟ, ଜ୍ୟୋତି ପ୍ରଭା ନ୍ୟୁଜ୍।